দাবি ন্যায্য দাবি কোম্পানি তুমি মানি নিও আমার দাবি ন্যায্য দাবি কোম্পানি তুমি মানি নিও করিবা নীতি বন্ধ কর বিস্থাপিতଙ୍କୁ ভাଗ କରି ଶାସନ କରିବା ନୀତି ବନ୍ଦ କର ବିସ୍ଥାପିତଙ୍କ ଟକବାଜି। ମୋ ନାଁ ବାବୁଲି ହେବ୍ରୁ କଳିଙ୍ଗନଗର ବିସ୍ଥାପିତ ଜମିର କ୍ଷତିଗ୍ରସ୍ତ ବିଚାର ମଞ୍ଚ ସଭାପତି। ଆଜି ଆମର ପ୍ରେସ୍ ମିଟ୍ କରିବାର ଉଦ୍ଦେଶ୍ୟ ହେଉଛି ଗତ 28 ତାରିଖ ଦିନ ଯେଉଁ ଆମର ବିସ୍ଥାପିତ LLDPର ପିଲାମାନେ ଯେଉଁ ଧାରଣା ଦେଇଥିଲେ ତା ପୂର୍ବରୁ 3 ଥର ଲେଖା ବି ଦେଇଥିଲେ। ତାପରେ ଯେଉଁ ଧାରଣା ଦେଇଥିଲେ ସେଥିରେ ଯେଭଳି ଭାବରେ ପୋଲିସର ସହଯୋଗରେ କମ୍ପାନୀର ଟାଟା କମ୍ପାନୀର ସିକ୍ୟୁରିଟି ମାନେ ଆମ ପିଲାମାନଙ୍କୁ ଯେଭଳି ଭାବରେ ଆତର୍କିତ ଆକ୍ରମଣ କରିଛନ୍ତି ତାକୁ ତ ଆମେ ଅନେକ ଥର ବିରୋଧ କରିସାରିଛୁ। ଆଉ ଆଜିକାର ପ୍ରେସ୍ ମିଟ୍ର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯେଭଳି ଭାବରେ 29 ତାରିଖ ଦିନ ଆମର ସେ LLD ଯେଉଁ ପିଲାମାନେ ତାଙ୍କୁ ରାତି ସାରା ଗୋଟେ ହୋଟେଲରେ ବସେଇ ତାଙ୍କୁ SP କଲେକ୍ଟର ADM ଏବଂ DIG ଏବଂ ଟାଟାର କର୍ତ୍ତୃପକ୍ଷ ତାଙ୍କ ସହିତ ବସିକି ଯେଉଁ ଆଲୋଚନା କରିବାର ଯେଉଁ ପଦ୍ଧତି ସ୍ଥାପନ କରିଥିଲେ ଯେଉଁଥିରେ କି ସ୍ଥାନୀୟ MLA ମଧ୍ୟ ଥିଲେ, ଓଡ଼ିଶାର ମନ୍ତ୍ରୀ ଥିଲେ ଏବଂ ତାଙ୍କୁ ଯାହା ଆମେ ଜାଣିବାକୁ ପାଇଲୁ ସେ ପିଲାମାନେ ବି ଆସିକି ଆମକୁ କହିଲେ ଯେ ତାଙ୍କୁ ସେଠାରେ ଠେଙ୍ଗା ଫେଙ୍ଗା ଦେଖେଇକି ତାଙ୍କୁ ଡରେଇଲେ ଏବଂ ଗୋଟେ ଜବରଦସ୍ତ ଗୋଟେ ଲେଖାରେ ତାଙ୍କୁ ସାଇନ୍ କରିବା ପାଇଁ କହିଥିଲେ, କିନ୍ତୁ ପିଲାମାନେ ସେଥିରେ ରାଜି ହୋଇନଥିଲେ ଏବଂ ସେ ସିଗ୍ନେଚର୍ କରିନଥିଲେ। ଯାହାଫଳରେ ତା ପରଦିନ ପୋଲିସ ପ୍ରଶାସନ ଜବରଦସ୍ତ ପୋଲିସ ସାହାଯ୍ୟରେ ବିସ୍ଥାପିତ ପିଲାମାନେ LLD ପିଲାମାନଙ୍କୁ ଜବରଦସ୍ତ ଉଠେଇଲେ। କିନ୍ତୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି ତାର 5 ଦିନ ପରେ ଗଲା 6 ତାରିଖ ଦିନ ଯେଭଳି ଭାବରେ LLDPର 4ଟି ପିଲା ଏବଂ ଆମର ଦଳୀୟ କର୍ମୀ ଯେଉଁ ବର୍ତ୍ତମାନ BJPର ଦଳୀୟ କର୍ମୀ ହିସାବରେ ଆଦିବାସୀ ନେତା ହିସାବରେ ତାଙ୍କ ମାଧ୍ୟମରେ ଏବଂ ଏଥିରେ ମନ୍ତ୍ରୀଙ୍କର ଇନଭଲଭମେଣ୍ଟ ଥାଇ ସେଇ 4ଟି ପିଲାଙ୍କୁ ଜବରଦସ୍ତ ଡରେଇ ଧମକେଇ ତାଙ୍କୁ କଲେକ୍ଟର SPଙ୍କ ସମ୍ମୁଖରେ ଗୋଟେ ମେନୁସ୍କୁ ତିଆରି କରି ତାଙ୍କୁ ଦସ୍ତଖତ କରାଇଲେ, ଯାହା ଏକ ଅଭାବନୀୟ ନିନ୍ଦନୀୟ ଘଟଣା। ଯେଉଁଥିରେ ଆମର କୌଣସି ପ୍ରକାରର ଯେଉଁ ଦାବି ଗୁଡ଼ିକ ଥିଲା, ମୂଳ ଦାବି ଯେଉଁଗୁଡ଼ିକ ଥିଲା ସେଗୁଡ଼ାକୁ ଆଭଏଡ଼ କରିବା ପାଇଁ ଏଭଳି LLDPର 2-4ଟା ପିଲାମାନଙ୍କୁ ଜବରଦସ୍ତ ତାଙ୍କୁ ଲୋକାଲ ଆଦିବାସୀ ନେତା ମାଧ୍ୟମରେ ଲୋକାଲ ବିଧାୟକ ଏବଂ ଟାଟା କମ୍ପାନୀର କର୍ତ୍ତୃପକ୍ଷ ଯେଭଳି ଭାବରେ ତାଙ୍କୁ ଗୋଟେ ମେନୁସ୍ କରିକି ଦସ୍ତଖତ କରାଇଛନ୍ତି ସେଟାକୁ ଆମେ ଦୃଢ଼ ପ୍ରତିବାଦ କରୁଛୁ ଏବଂ ଯେଉଁ ବିଷୟଶୂନ୍ୟ ମେନୁସ୍ରେ ସେମାନେ ସାଇନ୍ କରିଛନ୍ତି ସେଟା ଏକ ମାନେ ଅଭାବୀୟ ଘଟଣା ତ କହିବିନି, ଏଟା ଗୋଟେ ସୁଚକ୍ରାନ୍ତ ଯେଉଁ ଟାଟା କମ୍ପାନୀ ମ୍ୟାନେଜମେଣ୍ଟ ମିଶିକି ଏବଂ ଏଠାକାର ଯେଉଁ ଆଡ଼ମିନିଷ୍ଟ୍ରେସନ୍ ଅଛି କଲେକ୍ଟର SP ଏମାନେ ମିଶିକି ତାଙ୍କୁ ଜବରଦସ୍ତ ସେଥିରେ ସାଇନ୍ କରାଇଛନ୍ତି, ଯେଉଁଥିରେ କି ଆମେ ବିସ୍ଥାପିତ ଜମିର କ୍ଷତିଗ୍ରସ୍ତ ବିଚାର ମଞ୍ଚ ଆମେ ସେଥିରେ ସନ୍ତୁଷ୍ଟ ନୁହଁ ଏବଂ ଏହାକୁ ପ୍ରଚୁର ମାତ୍ରାରେ ବିରୋଧ କରିବ ବୋଲି ଆଜି ଆମେ ଆପଣମାନଙ୍କୁ ପ୍ରେସ୍ ମିଟ୍ ଜରିଆରେ ଜଣାଇଛୁ। ମୋ ନାଁ ସାଲୁରାମ ଭଦ୍ରା, LLDP କମିଟିର ଟିମ୍ ଲିଡର। ହଁ, ଏଟା ନିହାତି ଆମେ ଆଜି ଆପଣମାନଙ୍କୁ ଏଇ ବାର୍ତ୍ତା ଦେବା ପାଇଁ ଓଡ଼ିଶା ସରକାରଙ୍କ ପାଖକୁ ପହଞ୍ଚାଇବା ପାଇଁ ଆପଣମାନଙ୍କୁ ଡାକିଥିଲୁ କି ଏଇ ଯେଉଁ 28-29 ତାରିଖରେ ଯେଉଁ ଆମର ଆନ୍ଦୋଳନ ହେଇଥିଲା, ଗେଟ୍ ବନ୍ଦ ହେଇଥିଲା, ସେଇ ଗେଟ୍ ବନ୍ଦରେ ଆଲୋଚନା 2 ରାତି ହେଲା ପରେ ମଧ୍ୟ କୌଣସି ନିଷ୍ପତ୍ତି ହେଇନଥିଲା। କୌଣସି ଆମ ଡିସ୍ପ୍ଲେମାନଙ୍କର କୌଣସି ଦାବିରେ କୌଣସି ସେମାନେ ରାଜି ହେଇନଥିଲେ, ଆମେ ବି ରାଜି ହେଇନଥିଲୁ। କିନ୍ତୁ 2-4 ଦିନ ପରେ ଆଜିକା ଗତକାଲିକାର ସେମାନେ ଆମକୁ ନ ପଚାରିକି କୋର୍ କମିଟି ସହିତ କଥା ନ ହେଇକି ଟିମ୍ ଲିଡରଙ୍କ ସହିତ ନ କଥା ହେଇକି ଆମର କିଛି ପିଲାଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ଚକ୍ରାନ୍ତ କରିକି ସେ ରାଜନୈତିକ ଦଳମାନେ ଆସିକି ତାଙ୍କୁ ନେଇଯାଇକି ତାଙ୍କ ଅନ୍ୟ ଜାଗାରେ କଥାବାର୍ତ୍ତା କଲେ କି ଡରେଇଲେ କେସ୍ କରିବୁ କି କେସ୍ ଭବିଷ୍ୟତ ନଷ୍ଟ ହେବ ତୁମମାନଙ୍କର, ଏଇଭଳିଆ ଡରେଇକି ସେମାନଙ୍କୁ ଦସ୍ତଖତ କରାଇଛନ୍ତି। ଆଉ ଏଥିରେ ଆମର LLDP ନାଁ ଦିଆହେଉଛି କିନ୍ତୁ LLDPର କୋର୍ କମିଟିମାନଙ୍କ ସହିତ କୌଣସି ଆଲୋଚନା ହେଇନି। LLDP କେବେ ଏଟାକୁ ଆକ୍ସେପ୍ଟ କରିନି କି ଆଜି ବି ଆକ୍ସେପ୍ଟ କରିବନି, କାହିଁକିନା ଏଟା ଏଇ ଚକ୍ରାନ୍ତର ସମସ୍ତଙ୍କର ଭବିଷ୍ୟତ ନଷ୍ଟ ହେଇଯାଉଛି। ସେଥିପାଇଁ ଯେଉଁ ଭାଇମାନେ ବି ଯାଇଥିଲେ ସେମାନେ ଆମମାନଙ୍କ ସହମତି ନେଇନାହାନ୍ତି। 2 ଦିନ ହେଲା ସେଇ ମିଟିଂରେ ଆମେ ବସିଛୁ ଆଉ ବଡ଼ ଭାଇମାନଙ୍କୁ ବି ଡାକିଥିଲୁ ସେଇଥିପାଇଁ ଯେ କମ୍ପାନୀ ପ୍ରଶାସନ ଆମମାନଙ୍କୁ ଯେଉଁମାନେ ଠକାମି
शिकार होचु आपण माने आमको हेल्प करंतु साहाय्य करंतु समस्ते बसिचु आ एई दाबी उपरे आमे केबे आशा करि नथिले ए बडे चक्रांत करिके ए लेखा हमको देई देबे किंतु आमे आनिनु एक्सेप्ट भी करिबुनी जो 2-4टा पिला को नैतिले डरे धमकी कि सेमानको सिग्नेचर करैतिले बाकी अन्य माननको नै कि आपण माने देखिबे सेतिरे सिग्नेचर पछपटरे केवल 4 जण हमर एलएलडीपी सदस्य अछंती बाकी अन्य माननको नै कि सेतिरे सिग्नेचर करै दी कि हम पिला कतरे पठैतिले किंतु आमे सेटा को एक्सेप्ट केबे करिबुनी करिनु जदि एटा पुनर्बार जदि आलोचना को नेबेनी आमे आगामी दिन राजरास्ता एवं गेट को निहाती उलेइबा को बाध्य होबु जदि सेतिरे बे न हेबे आगामी दिन फड़ाफड़ पई से माने कंपनी आ प्रशासन आ राजनीतिक दल आमर हक पई आमे लड़ाई करिया को रास्ता को उलेइबो सेटा सामना करिया को से माने रेडी हेई तांतु मो रवींद्रनाथ जारिका विस्थापित क्षतिग्रस्त जमीहरा विचार मंचर संपादक अच्छी आज जो प्रेस मीट करिवार उद्देश्य होची गत 28-29 जो धारणा कार्यक्रम निया गेट बंदर कार्यक्रम से एठी जो बड़ी भाव रे ताकू खत्म करिले आपण मैंने जानिथिबे डिस्कसन रे कौनसी फल मिलला नहीं 29 तारीख राति सारा डिस्कसन करथिले एवं डिस्कसन रे जो मुद्दा सब रखाई जो डिमांड सब रखाई आम पिलांक तरफरु सेगुड़ा को बिल्कुल आग्राह्य करी से आलोचना को बिल्कुल से दाबी गुड़िक उपर ध्यान न दे से माने तांकू आईन रो भय देखैकरी विड्रॉल करिवा पाई से माने बारंबार चाप प्रयोग करुथिले तथापि से पिला माने सेथिरे न मानी जो दस्खत कथा कहते जो भली भाव में दाबी सांगे कौन संपर्क न थाई गोटे चातुरीतार सहित जो लेखा से प्रस्तुत करते से एमानंको दस्खत करने प्रलोचना करुले किंतु सेमाने ताकू कले नहीं जाफल कि सेमाने आसिक वीरभूमि रे एकाठी होकर तांकर ऊपर जो प्रकार प्रेसर होता सेटा कही तार अल्प समय पर माने 30 तारीख सकाळे जोर जबरदस्त करी प्रशासन पुलिस एवं कंपनी कर्तृपक्ष मिसिकी से जी बसी धारणा से विताड़ित कले।